ସକାଳୁ ସକାଳୁ କଟକ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ିର ଆସ୍ତରଣ ଦେଖିବାକୁ ମିଳିଛି। ରାଜଧାନୀ ଭୁବନେଶ୍ୱରରେ 15 ମିଟର ଦୂରକୁ ରାସ୍ତା ଦେଖାଯାଉନି, ଯାହାଫଳରେ ରାସ୍ତାରେ ଯାତାୟାତ ପାଇଁ ବାଧା ଉପୁଜୁଛି। 27 ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ସେହିପରି ଆଜି ପାଇଁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ସୁନ୍ଦରଗଡ଼, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ମାଘ ମାସରେ ହାଡ଼ଭଙ୍ଗା ଶୀତ ହୋଇଥାଏ, କିନ୍ତୁ ଦୀର୍ଘ 52 ବର୍ଷ ପରେ କୋରାପୁଟରେ ଚଳିତ ବର୍ଷ ଜାନୁଆରୀ ମାସରେ ଦିନ ତାପମାତ୍ରା ରେକର୍ଡ ଭାଙ୍ଗିଛି। ଏଠାରେ ସର୍ବୋଚ୍ଚ ତାପମାତ୍ରା 33.2 ଡିଗ୍ରୀ ରହିଥିଲା। ମାତ୍ର 2 ଦିନର ବ୍ୟବଧାନରେ ରାଜ୍ୟରେ ତାପମାତ୍ରାରେ 4 ରୁ 5 ଡିଗ୍ରୀ ବୃଦ୍ଧି ଘଟିଛି ଏବଂ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ। ଶୀତ କିନ୍ତୁ ଖୁବ୍ କମ୍ ଅନୁଭୂତ ହେବ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ରାଜ୍ୟରେ ଗୁରୁଚାପ ବଳୟର ପ୍ରଭାବ ଜାରି ରହିଥିବାରୁ ଉତ୍ତର ଉପକୂଳ ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ଘନ କୁହୁଡ଼ି ହୋଇଛି।